এটা তো ଆଜ୍ଞା ତାଙ୍କେ ରାୟପୁର ନେଲେ ବଲତିଲା ଲୋକ ରାୟପୁର ନେଲେ ଗୋଟେ ଥର ନେଇକିରି 10 ଦିନ ନା 12 ଦିନ ରଖିଲେ ତାପରେ ଆଉ ଦୁଇଟା ଇଞ୍ଜେକ୍ସନ ଅଛି ବୋଲି ନେଲେ ପୁଣି ଆଉ ଏବେ ପୁରା ପେସେଣ୍ଟ ଅକ୍ସିଜେନ ଲଗେଇକିରି ଆମେ ଛାଡ଼ି ଦେଇଛନ୍ତି। ଆମେ ଗାଡ଼ିକି ରଖିଛୁ ଆମ ଗାଁ ବାଲା ଗାଡ଼ିକି ରଖିକିନା ଡ୍ରାଇଭର ପଳେଇଛି ଗାଡ଼ି ଆଣି ଛାଡ଼ି ଦେଇକିନା ପଳେଇଲା ଡ୍ରାଇଭର ପ୍ରଦୀପ ବୋଲିକିନା ସେ 3 ନମ୍ବର ପୁଣି କିଛି ବଲଥିଲା ଆମର ହିସାବରେ ତମେ ଦେଖ ଏସବୁ ବଲଥିଲା ସେ ଲୋକ ତ ମନର କଥା ଆମେ କହିପାରୁ ବଲଥିଲା ଲୋକଟା ବଲଥିଲା ଆମେ ବି ଦେଖିଥିଲୁ ଚାଲା ବୁଲା ସବୁ ଥିଲା 2 ଥର ନେଲେ 12 ଦିନ ନା 15 ଦିନ ରଖିଲେ ଏବେ 2ଟା ଇଞ୍ଜେକ୍ସନ ଅଛି ବେଳୁ ପୁଣି ନେଲେ ଏବେ ଯୋଉ ପ୍ରକାର ପେସେଣ୍ଟ ଆଣି ଛାଡ଼ିକିନା ପଳେଇଛନ୍ତି। ହଁ ଭଲ ଥିଲା ଚଲାବୁଲା କରୁଥିଲେ ହଁ ଚାଲୁଥିଲା ଏବେ ତ ଭଲ ଥିଲା ଆର କେମିତି କରିକିନା ଆଣି ଦେଇଛନ୍ତି ହେଲେ ଅକ୍ସିଜେନ ଲଗେଇକିନା ଆଣି ଦେଇଛନ୍ତି ଆର ଛାଡ଼ିଦେଲେ ଏଇ ପାଖରେ ଶୁଣିବାକୁ ପାଇଲୁ ସେ 3 ନମ୍ବର ପ୍ରଦୀପ ମଣ୍ଡଳ ବୋଲିକରି ଜଣେ ଲୋକ ଅଛି ସେ ଏମିତି ବୁଢା ବୁଢୀ ଲୋକ କଣ ଟ୍ରିଟମେଣ୍ଟ ବୋଲିକି ରାୟପୁର ନେଇକରି ଯାଉଛି ସେତିକି ଶୁଣିବାକୁ ପାଉଛୁ ଏବେ ବର୍ତ୍ତମାନ ଗାଁରେ ଲୋକମାନେ କହୁଛନ୍ତି ବର୍ତ୍ତମାନ ଯାଇଛନ୍ତି ଆର 4-5 ଲୋକ ଅଛନ୍ତି ତାର କଣ କିଛି ହେଇନାହିଁ ସାର୍ ତାଙ୍କୁ ବିନା ମତଲବ ତମର ଟ୍ରିଟମେଣ୍ଟ ହଉଛି ବୋଲିକରି ତାଙ୍କ ମନକୁ ନେଇକରି କଣ କଣ କାଢି ଦଉଛନ୍ତି ବୁଝିପାରି ହଉନାହିଁ ଆରାମସେ ଚଲାବୁଲା କରୁଥିଲେ କାମ ଦାମ କରୁଥିଲେ ଭଲରେ ଥିଲେ ସେମାନେ ତାଙ୍କୁ ଛତିଶଗଡ଼ ଆମ୍ବୁଲାନ୍ସ ରେ ଆଣିକରି ପହଞ୍ଚାଇ ଦେଇଛନ୍ତି।